नमस्कार, ମୁଁ ଅନିତା ନାୟକ, ଡିଷ୍ଟ୍ରିକ୍ଟ ସ୍କିଲ୍ ଡେଭଲପମେଣ୍ଟ କମ୍ ଏମ୍ପ୍ଲୟମେଣ୍ଟ ଅଫିସର। ଆଜିର ଏଇ ଯେଉଁ ITI ଫେଷ୍ଟ ଆଉ ITIର ଯେଉଁ ପ୍ରୟାସ ତରଫରୁ ଯେଉଁ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ପିଲାଙ୍କୁ ଯେଉଁ ସାର୍ଟିଫିକେଟ୍ ଡିଷ୍ଟ୍ରିବ୍ୟୁସନ୍ ହେଲା, ସେଥିପାଇଁ ପିଲାଙ୍କୁ ବି ଅନେକ ଅନେକ ଅଭିନନ୍ଦନ। ଆଉ ଏଇ ଯେଉଁ ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଏଇ ଯେଉଁ ପ୍ରୟାସଟା ହେଉଛି, ପିଲାମାନେ କେମିତି ITI ପିଲାମାନେ ସାଧାରଣତଃ SC କ୍ୟାଟେଗୋରୀ ପିଲାମାନେ କମ୍ପିଟିଟିଭ୍ ଏକ୍ଜାମ୍ରେ କେମିତି କ୍ୱାଲିଫାଇଂ କରିବେ, ସେଥିପାଇଁ ଆମର ITI ଗଭର୍ଣ୍ଣମେଣ୍ଟ ITI ଭଣ୍ଡାରୀ ପୋଖରୀ ତରଫରୁ ଯେଉଁ ପ୍ରୟାସଟା ନେଇଥିଲେ ନିହାତି ସ୍ୱାଗତଯୋଗ୍ୟ। ଆଉ ମୁଁ ଆଶା କରୁଛି ଯେ ମାନେ ପିଲାମାନେ ନିହାତି ୟାର ସଫଳତାର ସୋପାନରେ ପହଞ୍ଚିବେ ଏବଂ ଏହା ସମସ୍ତଙ୍କ ପାଇଁ ଫଳପ୍ରଦ ବି ହେବ। ଧନ୍ୟବାଦ। ଆଜିର ଏଇ ଦିବସଟି ITI ପାଇଁ ଗୋଟେ ବହୁତ ଭଲ ଦିବସ ଥିଲା, କାହିଁକି ଆମର ସ୍ପେଶାଲ SC ପିଲାଙ୍କ ପାଇଁ ଏକ କୋଚିଂ ଚାଲିଥିଲା, ଯାହାକି ପବ୍ଲିକ୍ ସେକ୍ଟର ହେଉ କି ପ୍ରାଇଭେଟ୍ ସେକ୍ଟର ହେଉ, ସେଥିରେ ପିଲାମାନେ ପ୍ରିଲିମିନାରୀ କିଭଳି ଭାବରେ କ୍ୱାଲିଫାଇ କରିପାରିବେ, ସେଥିପାଇଁ ଆମେମାନେ ଗୋଟେ ଆମମାନଙ୍କର ଏବଂ ସରକାରଙ୍କ ତରଫରୁ ଏକ ପ୍ରୟାସ ଥିଲା, ଯେଉଁଥିରେ ପିଲାମାନେ ଜେନେରାଲ ଆୱାରନେସ୍, ଇଂଲିଶ, ମ୍ୟାଥମେଟିକ୍ସ ଏବଂ ରିଜନିଂ ଶିଖିବା ସହିତ ତାଙ୍କର କୋର୍ ଟ୍ରେଡ୍ ଯାହା ଯାହା ରହିଛି ସେଗୁଡ଼ାକୁ ମଧ୍ୟ ତାର ପ୍ରାକ୍ଟିସ୍ ମଧ୍ୟ କରିପାରିବେ। ତେଣୁ ସେଥିପାଇଁ ମୁଁ ପିଲାମାନଙ୍କୁ ଧନ୍ୟବାଦ ଦେଉଛି, ସେମାନେ ଏହି ପ୍ରୋଗ୍ରାମରେ ପାର୍ଟିସିପେଟ୍ କରିଛନ୍ତି ଏବଂ ଏହି ପ୍ରୋଗ୍ରାମଟିକୁ ସକ୍ସେସ୍ କରିଛନ୍ତି। ଧନ୍ୟବାଦ। ଏଥିରେ 38 ପିଲାଙ୍କୁ ଆମେମାନେ ଟ୍ରେନିଂ ଦେଇଥିଲେ, ଯେଉଁଥିରେ କି 4 ଜଣ ଫ୍ୟାକଲ୍ଟି ଏନଗେଜ୍ ଥିଲେ। ଆମର ରିଜନିଂ ପାଇଁ ଏବଂ ମ୍ୟାଥ୍ ପାଇଁ ଜଣେ ଟିଚର ଥିଲେ ଏବଂ ଇଂଲିଶ ପାଇଁ ଗୋଟେ ଟିଚର ଥିଲେ ଏବଂ ଡୋମେନ୍ ସ୍କିଲ୍ ପାଇଁ ତାଙ୍କର ମଧ୍ୟ ଟିଚର ରହିଥିଲେ। ବିଭିନ୍ନ ଇଲେକ୍ଟ୍ରିସିଆନ୍, ଫିଟର ଏବଂ MM